যজমান মহোদয় কহিলে বসা জানিয়া গোটে বিষয়টি হবে গোটে বিষয়টি হব পুরাণ বিষয় তেଣୁ କୋଉ ପୁରାଣ ଆରେ ପୁରାଣ 18 ପୁରାଣ ଅଷ୍ଟାଦଶ ପୁରାଣ ଭିତରୁ ଗୋଟେ ପୁରାଣ ତା ନାଁ ହେଉଛି ମହାଭାରତ। ଏ 18ଟା ପୁରାଣ ଭିତରେ ତ ମହାଭାରତ ନାହିଁ ଅଛି ଅଷ୍ଟାଦଶ ପୁରାଣ ଭିତରେ ମହାଭାରତ ପୁରାଣ ତାହେଲେ ମହାଭାରତ କାହିଁକି ଆମେ ପୁରାଣ ବୋଲି କହିବାନି ଆଉ ଯଦି କହିବା କାହିଁକି ଆଜ୍ଞା ମହାଭାରତ ବାସ୍ତବରେ ଗୋଟେ ପୁରାଣ ନୁହଁ ହେଉଛି ମହାପୁରାଣ। ବ୍ୟାସ କହିଲେ ମହାଭାରତ ଶୁଣିଲେ ଲାଭ କଣ କଣ ଲାଭ ପ୍ରତି ଗାଁ ଗଣ୍ଡାରେ ସେତେବେଳେ ମହାଭାରତ ହଉଥିଲା ରାମାୟଣ ହଉଥିଲା ଆଉ ସେ ସମୟ ନାହିଁ ଗାଁ ଦାଣ୍ଡରେ ଏଇ ବର୍ଷା ଦିନେ ଆମ ବୁଢା ବୁଢା ମଉସା ମାନେ ସମସ୍ତେ ବସିବେ ଜଣେ ପାଠକ ଆସିବେ ସେ ମହାଭାରତ ପୁରାଣ ପଢିବେ ଟୁପୁର 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 ବର୍ଷା ହଉଥିବ ଗାଁ ଦାଣ୍ଡରେ ବର୍ଷା ପାଣି ଚାଲିଥିବ ସେଠି ମହାଭାରତ ପୁରାଣ ହଉଥିବ ଆପଣମାନେ ଶୁଣୁଥିବେ ଆଜ୍ଞା ସେ ସମୟ ଅଛି ନାଇଁ ତାହେଲେ ମହାଭାରତ ଆମେ କାହିଁକି ଶୁଣୁଥିଲୁ ମହାଭାରତ ଶୁଣିଲେ ଲାଭ କଣ ଅଛି ଲେଖିଲେ ବ୍ୟାସ ବ୍ୟାସ କହିଲେ ଭାରତ ଶ୍ରୁତି ମାତ୍ରେଣ ସ୍ନାନେନ ମାନବ ବିଷ୍ଣୁ ସ୍ମରଣ ମାତ୍ରେଣ ସର୍ବ ପାପୈଃ ପ୍ରମୁଚ୍ୟତେ। ଭାରତ ଶ୍ରୁତି ମାତ୍ରେଣ ଭାରତ କହିଲେ ମହାଭାରତ ଗ୍ରନ୍ଥ ତାକୁ ଶ୍ରବଣ କଲେ ଗଙ୍ଗା ସ୍ନାନେନ ମାନବ ଗଙ୍ଗା ନଦୀରେ ମାନବ ବଗାହନ କଲେ ସ୍ନାନ କଲେ ବିଷ୍ଣୁ ସ୍ମରଣ ମାତ୍ରେଣ ବିଷ୍ଣୁଙ୍କର ନାମ ସ୍ମରଣ କଲେ ସର୍ବ ପାପୈଃ ପ୍ରମୁଚ୍ୟତେ ମଣିଷ କରିଥିବା ସମସ୍ତ ପାପ ରାଶି ମୋସା ନାଶ ହୋଇଯାଏ। ବିଷ୍ଣୁଙ୍କର ନାମ ନେଲେ ଗଙ୍ଗାରେ ସ୍ନାନ କଲେ ଆଉ ମହାଭାରତ ପୁରାଣ ବୁଝିପାରିଲେ ତାହେଲେ ସେଇ ମହାଭାରତ ଆଜି ଗୋଟେ କିମ୍ବଦନ୍ତୀ ଆଲୋଚନା କରିବା ସମୟଟା କଣ ଆଜି ଗୋଟେ କଳି ଆକାଶ ମହାଭାରତ ରାମାୟଣ ଦିଟା ଗ୍ରନ୍ଥ ଗୋଟେ ଗ୍ରନ୍ଥରେ ଭାଇ ଭାଇ ଭିତରେ ବନ୍ଧୁତା ସ୍ନେହ ମମତା ଆଉ ଗୋଟେ ଗ୍ରନ୍ଥ ଭାଇ ଭାଇ ଭିତରେ କଳି ଝଗଡା ଯୁଦ୍ଧ ଦ୍ୱନ୍ଦ କପଟ ଆଜ୍ଞା ଦିଟା ଗ୍ରନ୍ଥ ଆପଣ ଦେଖନ୍ତୁ ଗୋଟିଏ ଗ୍ରନ୍ଥ ରାମାୟଣ ସେଦିନ ମାଗି ଯାଇଛି କୈକେୟୀ ଦଶରଥଙ୍କ ନିକଟରେ ମହାରାଜ 14 ବର୍ଷ ପର୍ଯ୍ୟନ୍ତ ରାମ ବନକୁ ଯିବ ମୋ ପୁଅ ଭରତ ରାଜା ହବ ଦଶରଥ ରାଜି ଥିଲେ ନାହିଁ ଯେହେତୁ ସତ୍ୟ କରିଛନ୍ତି ସତ୍ୟ ପାଶରେ ବନ୍ଧା ବାଧ୍ୟ ହୋଇ ରାଣୀ କଥାରେ ଦଶରଥ ରାଜି ହୋଇଛନ୍ତି ରାମ ବନକୁ ଗଲେ ଆଚ୍ଛା ଭରତ ରାଜା ହବା କଥା ନା ନାହିଁ ନିଶ୍ଚିନ୍ତ ଦେଖନ୍ତୁ ଆଜ୍ଞା ସେତେବେଳର ଭାଇ ଭରତ କେମିତିକା ଭାଇ ବିଚାର କଲା କହିଲା ମା ଯଦି ଅଯୋଧ୍ୟାର ରାଜ ସିଂହାସନ ଉପରେ ମୋ ବାପା ଦଶରଥ ଥିଲେ ବାପାଙ୍କ ଅନ୍ତେ ମୁଁ କଣ ସେ ସିଂହାସନରେ ବସିପାରିବି ଜଙ୍ଗଲର ରାଜା ସିଂହ
ଯଦି ସିଂହ ଚାଲି ଯାଏ ଗୋଟେ ଶୃଙ୍ଗାର କଣ ଜଙ୍ଗଲ ରାଜା ହେଇପାରିବ? ତେଣୁ ଏ ସିଂହାସନ ବସିବାର ଯୋଗ୍ୟତା ମୋର ନାହିଁ। ବାପାଙ୍କର ଅନ୍ତେ ଦଶରଥଙ୍କର ଅନ୍ତେ ଯଦି କେହି ସିଂହାସନ ଆରୋହଣ କରେ ସେ ହଉଛି ମୋ ଭାଇ ରାମ। ରାମଙ୍କ ଛଡା ରାମକୁ ଛାଡ଼ିଦେଲେ ମୁଁ ଏଇ ସିଂହାସନ ପାଇଁ ଅଯୋଗ୍ୟ। ନେବିନି। ଦରକାର ନାହିଁ ସେ ରାଜ୍ୟ, ଦରକାର ନାହିଁ ସେ ଭୋଗ, ଦରକାର ନାହିଁ ସେ ସମ୍ପଦ। ସେଦିନ ପାଦରେ ଗାଡ଼ି ଦେଲା ସାର୍, ଭରତ ମନା କଲା ଅଯୋଧ୍ୟାକୁ ଛାଡ଼ି ନନ୍ଦୀ ଗ୍ରାମରେ କୁଟୀର ରହିଲା 14 ବର୍ଷ। ତପସ୍ୱୀ ଜୀବନ ଯାପନ କଲା, ଫଳମୂଳ ଖାଇ ଜୀବିକା ନିର୍ବାହ କଲା। ଭରତ ବଢିଆ ଭାଇ। ଏପଟେ ଦ୍ୱାପର ଯୁଗରେ ଆଉ ଜଣାଏ ଭାଇ ଭିତରେ କଳି, କେବଳ ଜମିବାଡି ଜାଗା ପାଟା। ଜଣେ କହୁଛି ଦେବିନି ଦେବିନି ଦେବିନି, ବିନା ଯୁଦ୍ଧେ ସୂଚି ଅଗ୍ରେ ଦେବିନି। ଯଦି ବାହୁରେ ଦମ ଅଛି ଯୁଦ୍ଧ କରି ସାରେ ଦି ପ୍ରକାର ଭାଇ, ଦି ପ୍ରକାର ଯୁଗ। ଏବେ ମୁନା ଆଜି ସେଇ ଭାଇ ମହାଭାରତ ଯୁଗର ଭାଇ, ଦ୍ୱାପର ଯୁଗର ଭାଇ, ତାଙ୍କରି ବିଷୟରେ କଥାଟା ଆରମ୍ଭ କରିଛି। ପୁଅ କବି କହିଲେ ଆଜି ଯୋଉ ଝଗଡା ହଉଛି, କଳି ହଉଛି, ଯୁଦ୍ଧ ହଉଛି, ଯୁଦ୍ଧଟା କାହା ଭିତରେ ନା ଧର୍ମ ବୃକ୍ଷ ଆଉ ଈର୍ଷା ବୃକ୍ଷ। ଦିଟା ଗଛ ଭିତରେ, ଦିଟା ବୃକ୍ଷ ଭିତରେ କରେ। ଧର୍ମ ବୃକ୍ଷ କିଏ? ଯୁଧିଷ୍ଠିର ଧର୍ମମୟ ମହାତ୍ମଃ ଅର୍ଜୁନ ଭୀମ ସେନସ୍ୟ ଶାଖା ପୁଷ୍ପ ଫଳ ସମୃଦ୍ଧି କୃଷ୍ଣ ବ୍ରହ୍ମସ୍ୟ ব্রাহ্মণাস্য। ଯୁଧିଷ୍ଠିର ଧର୍ମମୟ ମହାତ୍ମ, ଗୋଟିଏ ମହାତ୍ମ, ଗୋଟିଏ ବୃକ୍ଷ। ସେ ବୃକ୍ଷର ନାଁ ହଉଛି ଯୁଧିଷ୍ଠିର। ଆଚ୍ଛା ଗଣ୍ଡି, ସେ ଗଛର ଗଣ୍ଡି କିଏ? ନା ସ୍କନ୍ଦ ଅର୍ଜୁନ। ଅର୍ଜୁନ ହଉଛି ସେ ବୃକ୍ଷର ଗଣ୍ଡି। ଆରେ ଗଣ୍ଡି ବୁଝିପାରୁଛନ୍ତି? ଭୀମସେନ ଶାଖା, ଭୀମ ହଉଛି ସେ ଗଛର ଶାଖା ପ୍ରଶାଖା। ମାତୃ ସୁତଉ, ମାତୃଙ୍କର ଯୋଡିଏ ପୁଅ। କୁଳ ଆଜ୍ଞା ପଣ୍ଡୁଙ୍କର ଯୋଡିଏ ସ୍ତ୍ରୀ ନୁହନ୍ତି, କୁନ୍ତୀ ମାତୃ। କୁନ୍ତୀଙ୍କ ଠାରୁ ଜନ୍ମ ହେଲେ 3ଟା ପୁଅ, ଯୁଧିଷ୍ଠିର, ଭୀମ, ଅର୍ଜୁନ। ମାତୃଙ୍କ ଠାରୁ ଯୋଡିଏ ପୁଅ ନକୁଳ, ସହଦେବ। ଏ ନକୁଳ ସହଦେବ ହେଲେ ସେ ଗଛର ଫୁଲ ଫଳ। ବୁଝିପାରିଲେ? ତାର ମୂଳ କିଏ? ନା ମୂଳ କୃଷ୍ଣ।